ପିଲାମାନେ ଆଜି ଆମେ ଚତୁର୍ଥ ଶ୍ରେଣୀ ସାହିତ୍ୟ ବହିର ଟିକି ଟିକି ପ୍ରଥମ ପଦ୍ୟ ବା କବିତାଟିକୁ ଭଲ ଭାବରେ ପଢ଼ିବା ଏବଂ ବୁଝିବା। ପିଲାମାନେ କହିଲ ଦେଖି ଏହି କବିତାଟିର କବି କିଏ? କବି ହେଉଛନ୍ତି ପଣ୍ଡିତ ଗୋଦାବରୀଶ ମିଶ୍ର। ଚାଲନ୍ତୁ ପିଲାମାନେ ଏହି କବିତାଟିକୁ ଭଲ ଭାବରେ ପଢ଼ିବା ଏବଂ ବୁଝିବା। ଟିକି ଟିକି ଟୋପା ପାଣିରେ ଗଢ଼ା ହୋଇଛି ସିନ୍ଧୁ, ଦିଶୁନାହିଁ ସିନା ଆଖିକି ତାର ଅସଂଖ୍ୟ ବିନ୍ଦୁ। ସିନ୍ଧୁ ମାନେ କ'ଣ ପିଲାମାନେ? ସିନ୍ଧୁ ମାନେ ସମୁଦ୍ର। କବି ଏଠାରେ କ'ଣ କହିଛନ୍ତି ନା ଟିକି ଟିକି ଟୋପା ପାଣିକୁ ନେଇ ସମୁଦ୍ର ଗଢ଼ା ହୋଇଛି। ଯେପରି ଆମେ କ'ଣ ନା ଟିକି ଟିକି ଇଟାକୁ ଯୋଡ଼ି ଯେପରି ଆମେ ବିରାଟ ଘର ତିଆରି କରିପାରୁଛୁ, ସେହିପରି କବି ଏଠାରେ କହିଛନ୍ତି ଟୋପା ଟୋପା ଟିକି ଟିକି ଟୋପା ପାଣିରେ କ'ଣ ଏକ ବିଶାଳ ସମୁଦ୍ର ସୃଷ୍ଟି ହୋଇଛି। ଏହା ସିନା ଆମ ଆଖିକି ଦେଖାଯାଉନାହିଁ, କିନ୍ତୁ ତାର ଅସଂଖ୍ୟ ବିନ୍ଦୁ। ଟିକି ଟିକି ଧୂଳି କଣିକା ମିଶି ହୋଇଛି ଧରା, ପାହାଡ଼ ପଡ଼ିଆ ନଗର ସବୁ ଧୂଳିରେ ଗଢ଼ା। ପୁଣି କବି କ'ଣ କହୁଛନ୍ତି ନା ଟିକି ଟିକି ଧୂଳି କଣାକୁ ନେଇ ଧରା ମାନେ କ'ଣ ପୃଥିବୀ ତିଆରି ହୋଇଛି। ଧରା ଅର୍ଥ ପୃଥିବୀ। କବି କହୁଛନ୍ତି କ'ଣ ନା ଟିକି ଟିକି ଧୂଳି କଣାକୁ ନେଇ ପୃଥିବୀ ତିଆରି ହୋଇଛି। ତା ସହିତ ଆଉ କ'ଣ ତିଆରି ହୋଇଛି ନା ପାହାଡ଼ ପଡ଼ିଆ ଆଉ ନଗର ଏସବୁ ମଧ୍ୟ ଧୂଳିରେ ଗଢ଼ା ହୋଇଛି। ଗୋଟି ଗୋଟି କେତେ ଗଛରେ ପରା ତିଆରି ବନ, ଏତେ ଲୋକ ହିତ ସାଧୁଛି ଏତେ ବାଣ୍ଟୁଛି ଧନ। ପୁଣି କ'ଣ କବି କହୁଛନ୍ତି ନା ଗୋଟି ଗୋଟି କରି କେତେ ଗଛକୁ ନେଇକି ଗୋଟିଏ ବନ ବା ଜଙ୍ଗଲ ଗଠିତ। ଜଙ୍ଗଲରୁ ଆମେ ପିଲାମାନେ କ'ଣ କ'ଣ ପାଇଥାଉ ନା ଖାଦ୍ୟ, ବସ୍ତ୍ର, ବାସଗୃହ ଆଦି ପାଇଥାଉ। ଜଙ୍ଗଲରୁ ପୁଣି କାଠ ମଧ୍ୟ ପାଇଥାଉ, ଯାହାକୁ ଆମେ ଜାଳେଣୀ କାଠ ରୂପେ ବ୍ୟବହାର କରିଥାଉ, ଘର ତିଆରି କରିଥାଉ। ଆଉ କ'ଣ ପାଇଥାଉ ଜଙ୍ଗଲରୁ ନା ଔଷଧ ଆଦି ସବୁକିଛି ମଣିଷ ଜଙ୍ଗଲରୁ ହିଁ ପାଇଥାଏ। ସେଥିପାଇଁ କ'ଣ ଗଛ ହିଁ ଆମର ସବୁ କିଛି ହୋଇଥାଏ। ଗଛ ହିଁ ଆମର ଜୀବନ। ଆଉ କ'ଣ ନା ଗଛଠାରୁ ଆମେ ଅମ୍ଳଜାନ ଗ୍ରହଣ କରିଥାଉ। ପୁଣି କବି କ'ଣ କହୁଛନ୍ତି ନା ଟିକି ଟିକି କୋଟି ତାରକା ଫୁଟି ଗଗନେ ନୀତି, ରାତିର ଅନ୍ଧାର ବିନାଶୀ ତୋଫା କରନ୍ତି କ୍ଷିତି। କ୍ଷିତି ମାନେ କ'ଣ ପିଲାମାନେ କହିଲ ଦେଖି? କ୍ଷିତି ମାନେ ହେଉଛି ପୃଥିବୀ। ତୋଫା ଅର୍ଥ ଉଜ୍ଜଳ। ଏଠି କବି କ'ଣ କହୁଛନ୍ତି ନା ପ୍ରତିଦିନ ଟିକି ଟିକି ଅନେକ ତାରା କ'ଣ କରନ୍ତି ନା ରାତିରେ ଆକାଶରେ ଉଦିତ ହୋଇ ଅନ୍ଧକାରକୁ ଦୂର କରି କ'ଣ କରନ୍ତି ନା ଆମ ପୃଥିବୀକୁ ଉଜ୍ଜଳିତ କରିଥାନ୍ତି। ଲବେ ଲବେ ଦୟା ହୃଦୟ ଦେଇପାରେ ଯେ ନର, ସେ ଏକା ବୋଲାଇ ଜଗତେ ଦୟା ମାୟାଙ୍କ ଚର। ପୁଣି କବି ଏଠାରେ କ'ଣ କହୁଛନ୍ତି ନା ଦୟା ମାୟାଙ୍କ ଚର। ଦୟା ମାୟାଙ୍କ ଚର କହିଲେ ପିଲାମାନେ କ'ଣ ବୁଝୁ ଆମେ ନା ଦୟା ମାୟାଙ୍କ ଚର କହିଲେ ଭଗବାନଙ୍କ ଦୂତକୁ ବୁଝାଏ। ଯେଉଁ ଲୋକ ଅନ୍ୟମାନଙ୍କୁ ଦୟା ଦେଖାଏ ଏ ଜଗତରେ ସେ ହିଁ ଦୟାମୟଙ୍କ ଚର ରୂପେ ପରିଗଣିତ ହୁଏ, ତାହା ଏଠି କବି କହିଛନ୍ତି। ପଦୁ ପଦ କଥା ମଧୁର ଯେଉଁ ଭାଷଇ ମୁଖେ, ପରକୁ ଆପଣା କରି ସେ ବାନ୍ଧି ପାରଇ ସୁଖେ। ପୁଣି କବି କ'ଣ କହୁଛନ୍ତି ଆମେ ଯଦି ମଧୁର କଥା କାହାକୁ କହିବା, ଆମେ ପରଲୋକଙ୍କୁ ମଧ୍ୟ ଆପଣାର କରିପାରିବା। ସେ ଯେତେ ବଡ଼ ଶତ୍ରୁ ହେଉଥାଉ ନା କାହିଁକି, ଆମେ ଯଦି କାହାକୁ ମଧୁର କଥା କହିବା, ଶତ୍ରୁ ମଧ୍ୟ ଆମର ନିଜର ବା ଆପଣାର ହୋଇପାରିବ। ଟିକି ଟିକି କାଜେ ସୁଗତି ଯେବେ ଦେଖାଇ ପାର, ତେବେ ସିନା ମର୍ତ୍ତ୍ୟ ପିଲାଏ ଜନ୍ମ କରିବା ସାର। ପୁଣି କବି ଏଠାରେ କ'ଣ କହୁଛନ୍ତି ପିଲାମାନେ ଆମେ ଜୀବନ କାଳ ମଧ୍ୟରେ ଟିକି ଟିକି ମହତ କାର୍ଯ୍ୟ କରି ଯଦି ସୁଗତି ଦେଖାଇ ପାରୁ ଓ ଅନ୍ୟର ଉପକାର କରିପାରୁ, ତେବେ ଆମ ଜୀବନ ସାର୍ଥକ ହେବ ବୋଲି କବି ଏଠାରେ କହିଛନ୍ତି। ପିଲାମାନେ ତମେମାନଙ୍କୁ ଯଦି ଏହି ଭିଡ଼ିଓଟି ଭଲ ଲାଗିଥିବ ତାହେଲେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବାକୁ ଜମା ବି ଭୁଲିବନି।